ଛିଡ଼ା ହେଇଛ ମଜା ନଉଛନ୍ତି ଅନେକ ଦେଖ ତାଙ୍କୁ ତାଙ୍କର ଡ୍ରାଇଭର ସହିତ ଚାଷୀ ହଇରାଣ ଦେଖନ୍ତୁ ଏମିତି ଡ୍ରାଇଭର ଯେ ଡ୍ରାଇଭର କିଛି କାମ କରିପାରୁନାହାନ୍ତି ପଇତା ଟିକେ ଆଣିକି ବାଡେଇକି ଚନ୍ଦନ ମାରିଦେଲେ ଗାଡିଟା ନିଶ୍ଚିତରେ ଉଠିବ। ମହାଦେବ ସମସ୍ତଙ୍କୁ ଭଲରେ ରଖନ୍ତୁ ଖୁସିରେ ରଖନ୍ତୁ। ଆଜି ଆଉ ଗୋଟେ ସୁନ୍ଦର ବ୍ଲଗକୁ ମୁଁ ନେଇକି ଯାଉଛି ଆପଣମାନେ ଦେଖିବେ। ଆଜି ଆମ ବାରିଆଡ଼େ ଟ୍ରାକ୍ଟର ଗୋଟେ ହଳ ଦେଉଥିଲା ସେ କେମିତି ପଶିକି ହଇରାଣ ହେଉଛି ଉଠିବା ପାଇଁ ଟିକେ ଦେଖିବା ସେପଟେ ଟ୍ରାକ୍ଟରର ଅବସ୍ଥା କ'ଣ କେମିତି ଆଉ କେତେ ଜଣ ଲାଗିଛନ୍ତି କାମରେ ଚାଲନ୍ତୁ ଯିବା ଦେଖିବା। କ'ଣ କ'ଣ ହେଇଛି କହିଲ? ଗାଡି ଗଳି ପଡିଛି ମନ ଦୁଃଖ କଣ କରିବା ମନ ଦୁଃଖ। ଆଚ୍ଛା ଗାଡ଼ି ମାଲିକକୁ ଟିକେ ପଚାରିବା ଗାଡ଼ି ମାଲିକକୁ ଟିକେ ପଚାରିବା ତମେ କାହିଁ ଛିଡ଼ା ହେଇଛ? ଆଚ୍ଛା ହଉ ଗାଡ଼ି ମାଲିକ ଏଇଠି ଯେ ଆପଣମାନେ ଦେଖିପାରୁଥିବେ ଗାଡ଼ି ମାଲିକ ବର୍ତ୍ତମାନ ଗାଡ଼ି ହିସାବରେ ମାଲିକ ଠିକ୍ ଅଛନ୍ତି କି ନାହିଁ ଦେଖନ୍ତୁ। ଆଉ ଟିକେ ମୁଁ ବୁଝିବାକୁ ଚାହୁଁଛି ଆପଣଙ୍କ ଠାରୁ ଯୋଉ ଗାଡ଼ିଟି ଗଳିଛି ଆପଣଙ୍କୁ କେମିତି ଲାଗୁଛି? ଭଲ ଲାଗୁଛି ନା? ଗାଡ଼ି ଉଠିବଟି ଆଉ ଗୋଟେ ଗାଡ଼ି ଆଣିକି ଟାଣିଲନି ଆଉ ଗଛରେ ଉଠିବଟି ପକ୍କା କାଲି ରାତି ସାରା ଗଛରେ ଲାଗିଲଣି। ଆଚ୍ଛା ହଉ ହଉ ଚାଲ ଦେଖ କ'ଣ ଅବସ୍ଥା ହଉଛି। ସାଇ କ'ଣ କହୁଛନ୍ତି? ସାଇ କ'ଣ ବାଜୁଛି? ସାଇ କୁହ କ୍ୟାମେରା ଗୋଟେ ଅନେଇ କ'ଣ ହଉଛି? ଏଇଟା ଦେଖିପାରୁଥିବେ ହଳ ହେଇଛି ଏଇ ଗୋବର ଖାତ ଭିତରେ ପଇଛି ଗାଡ଼ି ଯୋଉଥିପାଇଁ ଏପରି ଅବସ୍ଥା। ଯିବା ଡ୍ରାଇଭରଙ୍କୁ ଟିକେ ପଚାରିବା ପଦେ କୁହନ୍ତୁ। ହଁ ଆଚ୍ଛା ଏଇଠି ଯେ ମୁଖ୍ୟ ଉଦ୍ୟୋକ୍ତା ଯେ ଗାଡ଼ି ପୁରେଇବାରେ ତାଙ୍କୁ ପଦେ ପଚାରେ ଯୋଉ କାଲି ଗାଡ଼ି ଯୋଉ ପୁରେଇଲେ ଭିତରେ କ'ଣ କାଲି ଜାଣିପାରିଲେନି? ଆଉ ସେଠି କେମିତି କ'ଣ ହେଲା କୁହ ଟିକେ ପଦେ କୁହ। ଯୋଉ ଗାଡ଼ିଟି ସମସ୍ୟା ଭିତରେ ଫସିଛି କିନ୍ତୁ ତାର ମଜା ନଉଛନ୍ତି ଅନେକ ଦେଖ ତାଙ୍କୁ ତାଙ୍କର ଡ୍ରାଇଭର ସହିତ ଚାଷୀ ହଇରାଣ କିନ୍ତୁ ଏପଟେ ଗୋଟେ ବଡ଼ ଚାଷୀ ଆସୁଛନ୍ତି ତାଙ୍କୁ ପଦେ ପଚାରିବା ଏଇ ଯୋଉ ଅବସ୍ଥା ବିଷୟରେ ଟିକେ କୁହନ୍ତୁ। ଆପଣ ଜାଣିଥିଲେ କାଲିଠୁ? ସେ ଉଠୁନି କ'ଣ ପାଇଁ ଉଠୁନି ଟିକେ କହିଲେ? କାଠ ପୁରେଇ ଦେଲେ ତ ଉଠିବ। ସେ କ'ଣ ସେଇ କଥା କୁହାହଉଛି ଶୁଣୁନାହାନ୍ତି? କାଠ ଆଉ ଯିଏ ମାଲିକ ସିଏ କହନ୍ତି ଗଛରେ ବାନ୍ଧିଦେଲେ ହବ। ଯେ ଗୋଟେ ନିକିମାଇ ଆଇଛି ପଦେ କହିଲ କ'ଣ ରସି ଫସି ଆଣିଲ? ରସି ପସି ଆଣିଗଲି ଇଏ ଡ୍ରାଇଭର ନୁହଁ ରାତିରେ ତାକୁ ପୁରେଇ ଦେଇଛି ଖତ ଜାଗା ଦେଖି ପୁରେଇଛି ଜାଣିପାରିନି ରାତିରେ ପୁରେଇ ଦେଇଛି ଆଉ। ଆମେ ଏତେ ଲୋକ ହେଲେ ଆମର ଯଦି ସେପଟେ ଠିଆ ଅଛି ସେପଟେ ଉଠିଲେ ଉଠି ଯାଆନ୍ତି। ଦେଖନ୍ତୁ ଏମିତି ଡ୍ରାଇଭର ଯେ ଡ୍ରାଇଭର କିଛି କାମ କରିପାରୁନାହାନ୍ତି। ବର୍ତ୍ତମାନ ଗାଡ଼ିରୁ ତେଲ ସରିଯାଇଛି ଆଉ ସେପଟେ ଆମର ମାଲିକ ପଠେଇଲେଣି ତେଲ ପାଇଁ। ତେଲ ଆସିଲା ପରେ ଯାଇ যাব ଏଠି ଦେଖିବା ପାଇଁ ଅନେକ ଲୋକ ତାଙ୍କୁ ଖୁସି ଲାଗୁଛି। ସେପଟେ ଏବେ ଆସିଲେ ନନା ପଇତା ଟିକେ ଆଣିକି ବାଡେଇକି ଚନ୍ଦନ ମାରିଦେଲେ ଗାଡିଟା ନିଶ୍ଚିତରେ ଉଠିବ। ନନା କ'ଣ ଟିକେ କୁହନ୍ତୁ ଟିକେ କୁହନ୍ତୁ ଡରିକିରି ପଳେଇଥିଲେ ଲାଜ କରୁଛନ୍ତି ଆମ ନନା।
କଣ କଣ ହେଇଛି କହିଲ? ଗାଡି ଗଳି ପଡିଛି, ମନ ଦୁଃଖ କଣ କରିବୁ ତମ ଆମେ ମନ ଚାଷ ଦୁଃଖ। ହିଁ ଆଚ୍ଛା, କରୁନୁ। ଗାଡି ମାଲିକକୁ ଟିକେ ପଚାରିବା। ଗାଡି ମାଲିକକୁ ଟିକେ ପଚାରିବା। ମାଲିକ ହଁ। ତମେ କାହିଁ ଛିଡା ହେଇଛ? ମୁଁ ମାଲିକ ବନେଇଛି। ଆଚ୍ଛା ହଉ, ଗାଡି ମାଲିକ ହେଇଛି ଯେ ଆପଣ ମାନେ ଦେଖିପାରୁଥିବେ, ଗାଡି ମାଲିକ ବର୍ତ୍ତମାନ ଗାଡି ହିସାବରେ ମାଲିକ ଠିକ ଅଛନ୍ତି କି ନାହିଁ ଦେଖନ୍ତୁ। କିନ୍ତୁ ଚଲେଇଲେ ଆଉ ଟିକେ ମୁଁ ବୁଝିବାକୁ ଚାହୁଁଛି ଆପଣଙ୍କ ଠାରୁ, ଏ ଯୋଉ ଗାଡିଟି ଗଳିଛି ଆପଣଙ୍କୁ କେମିତି ଲାଗୁଛି? କଣ ଲାଗିବ ଆଉ? ଭଲ ଲାଗୁଛି ନା? କାଲି ରାତି ସାରା ବାପା ଆଜି ପୁଣି ଆଜି ସକାଳୁ ବାହାରିଲେ ଗାଡି ଉଠିବଟି? ଆଉ ଗୋଟେ ଗାଡି ଆଣିକି ଟାଣିଲନି? ଆଉ ଗାଡି ଦୋକାନ ନେଇ ଗଛରେ ଉଠିଯିବ। ଗଛରେ ଉଠିବଟି ପକ୍କା? ଗଛ ନଥିଲେ ଉଠିବ। କାଲି ରାତି ସାରା ଗଛରେ ଲାଗିଲଣି? ରସି ନଥିଲା। ଆଚ୍ଛା ହଉ ହଉ ଚାଲ ଦେଖ କଣ ଅବସ୍ଥା ହଉଛି। ଆଉ କାଦୁଆ ଲାଗି ଥାଉ ଥାଉ ସେପଟେ ଇଏ ବେଲ ଭିତରେ। ଫାଇନାଲି ଗାଡି ଉଠିଗଲା, ସମସ୍ତେ ଖୁସି। ଦେଖ ଡ୍ରାଇଭର ଖୁସି। ଆଜ୍ଞା ଟିକେ କୁହ ଆଉ କଣ କହିବେ? ଆଜ୍ଞାଙ୍କର ପୁରା ମନ ଭର ଧରି ଯାଇଛି ଆଉ। ଆଜ୍ଞା କଣ କହିବେ? ଆଜ୍ଞା କଣ କହିବେ? କହିବେ କହିବେ। ବହୁତ ଚେଷ୍ଟା ପରେ ଫାଇନାଲି ଗାଡିଟା ଉଠିଗଲା। ତ ଯାଉଛି, କାଲି ରାତିରୁ ଆଜି ଯାଇ ପୁରା ଚାଲିଥିଲା ସଂଘର୍ଷ। ସେ ଗୋବର କାତରେ ପଶିକି ଭୁଲବଶତଃ ଅନ୍ଧାରରେ ହଳ ହଉଥିଲା। ସେଥିପାଇଁ ଯେତେବେଳେ ହଳ କରୁଛନ୍ତି ଅନ୍ଧାରରେ କରିବେନି, ଆଉ ଯଦି କରିବେ ଭଲ ରାସ୍ତା ଦେଖିକି ଗାଡି ନେବେ, ଭଲ ରାସ୍ତା ଦେଖି ଗାଡି ଆଣିବେ। ରହୁଛି, ନିଶ୍ଚିନ୍ତ ଭାବରେ ମତାମତ ଦେବା ପାଇଁ ଭୁଲିବେ ନାହିଁ। ହର ହର ମହାଦେବ।